ଆଜି ଆମେ ଏହି ଭିଡ଼ିଓରେ ଦଶମ ଶ୍ରେଣୀ ଇତିହାସ ବହିର ତୃତୀୟ ପାଠ ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥିରେ ଓଡ଼ିଶାର ଭୂମିକା ବିଷୟର କ୍ୱେଶ୍ଚିନ୍ ଆନ୍ସାର ଆଲୋଚନା କରିବା। ଏକ ନମ୍ବରଟି କହିଛି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ 60 ଗୋଟି ଶବ୍ଦରେ ଲେଖ। କ ନମ୍ବରଟି କହିଛି ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ସମ୍ପର୍କରେ ବର୍ଣ୍ଣନା କର। ଆନ୍ସାର 1930 ମସିହା ମାର୍ଚ୍ଚ ମାସ 12 ତାରିଖରେ ଗାନ୍ଧୀଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରି ସାବରମତୀ ଆଶ୍ରମଠାରୁ ବାହାରି 241 ମାଇଲ ଦୂର ଦାଣ୍ଡି ନାମକ ସ୍ଥାନକୁ 78 ଜଣ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବା ପାଇଁ ଯାତ୍ରା କରିଥିଲେ। ଏହି ଯାତ୍ରା ପଥରେ ବିଭିନ୍ନ ସ୍ଥାନରେ ପୁରୁଷ ମହିଳା ନିର୍ବିଶେଷରେ ଅନେକ ନେତା ଓ ସାଧାରଣ ଜନତା ଗାନ୍ଧୀଜୀଙ୍କୁ ସମ୍ବୋଧିତ କରିଥିଲେ ଓ ତାଙ୍କ ସହ ଯୋଗ ଦେଇଥିଲେ। ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କ ପଦଯାତ୍ରା ଐତିହାସିକ ଦାଣ୍ଡି ଯାତ୍ରା ଭାବରେ ପ୍ରସିଦ୍ଧ। 1930 ମସିହା ଏପ୍ରିଲ 6 ତାରିଖ ସକାଳେ ଗାନ୍ଧୀଜୀ ଲୁଣ ମାରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳରେ ମୁଠାଏ ବାଲି ଉଠାଇଲେ। ଏହାଦ୍ୱାରା ସରକାରଙ୍କ ପ୍ରଚଳିତ ଲବଣ ଆଇନ ଭଙ୍ଗ ହେଲା ଏବଂ ସମଗ୍ର ଦେଶବାସୀଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନର ସଂକେତ ପ୍ରଦାନ କରାଗଲା। ତାପରେ ଖ ନମ୍ବରଟି କହିଛି ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ କ'ଣ ଥିଲା ଏବଂ ଏହା କେବେ ଘୋଷଣା କରାଯାଇଥିଲା। ଆନ୍ସାର 1930 ମସିହା ଏପ୍ରିଲ 9 ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ସେଥିରେ ନିମ୍ନଲିଖିତ କାର୍ଯ୍ୟମାନ ଗ୍ରହଣ କରାଯାଇଥିଲା। ଲବଣ ଆଇନ ଭଙ୍ଗ କରି ଲବଣ ତିଆରି କରାଯିବ। ମଦ ଦୋକାନ ଅଫିମ ବିକ୍ରି ସ୍ଥାନ ଓ ବିଦେଶୀ ଲୁଗା ବ୍ୟବସାୟୀଙ୍କ ଦୋକାନ ଆଗରେ ସତ୍ୟାଗ୍ରହ କରାଯିବ ଓ ଯୁବକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚରଖାରେ ସୂତା କାଟିବେ। ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରାଯିବ ଓ ଅସ୍ପୃଶ୍ୟତା ବର୍ଜନ କରାଯିବ। ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ଓ କଲେଜ ପରିତ୍ୟାଗ କରିବେ। ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ଓ ଓକିଲମାନେ ଆଇନ ବ୍ୟବସାୟ ତ୍ୟାଗ କରିବେ ଓ ଏହି ସମସ୍ତ କାର୍ଯ୍ୟ ସତ୍ୟ ଏବଂ ଅହିଂସାତ୍ମକ ପନ୍ଥାରେ ସମ୍ପାଦିତ ହେବ। ତାପରେ ଗ ନମ୍ବରଟି କହିଛି ଗାନ୍ଧୀ ଇରୱିନ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ଏବଂ ଏହାର ଫଳାଫଳ କ'ଣ ଥିଲା। ଆନ୍ସାର 1931 ମସିହା ମାର୍ଚ୍ଚ 5 ତାରିଖରେ ଗାନ୍ଧୀ ଇରୱିନ ଚୁକ୍ତି ସମ୍ପାଦିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ। ସରକାର ସରକାରୀ କର୍ମଚାରୀଙ୍କ ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ଫେରସ୍ତ କରିଥିଲେ ଏବଂ ଇସ୍ତଫା ଦେଇଥିବା କର୍ମଚାରୀଙ୍କ ପ୍ରତି କୋହଳ ନୀତି ଗ୍ରହଣ କଲେ। ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକର ଅଧିବାସୀମାନଙ୍କୁ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବାର ଅଧିକାର ଦିଆଗଲା। ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ତଥା ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କଲା। ତାପରେ ଘ ନମ୍ବରଟି କହିଛି ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ବର୍ଣ୍ଣନା କର। ଆନ୍ସାର ଓଡ଼ିଶାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଦାଣ୍ଡି ଲବଣ ଆଇନ ଭଙ୍ଗ କରିବା ଦିନ ଓଡ଼ିଶାରେ 21 ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କର ନେତୃତ୍ୱରେ କଟକ ସ୍ୱରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ଏପ୍ରିଲ 8ରେ ଚାନ୍ଦଳଠାରେ ଗୋପବନ୍ଧୁ ଚୌଧୁରୀ ଗିରଫ ହେବା ପରେ ଆଚାର୍ଯ୍ୟ ହରିହର ପଦଯାତ୍ରାର ନେତୃତ୍ୱ ନେଇ 1930 ମସିହା ଏପ୍ରିଲ 12 ତାରିଖରେ ଇଞ୍ଚୁଡ଼ିଠାରେ ପହଞ୍ଚିଲେ। ଏହି ଇଞ୍ଚୁଡ଼ି ପଦଯାତ୍ରାରେ ରମାଦେବୀ ମାଳତୀ ଦେବୀ କୋକିଳା ଦେବୀ ଜାହ୍ନବୀ ଦେବୀ ଓ ସୁଭଦ୍ରା ମହତାବ ଆଦି ନାରୀ ନେତ୍ରୀମାନେ ଯୋଗ ଦେଇଥିଲେ। ଏପ୍ରିଲ 13 ତାରିଖରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କଲେ ଓ 7 ଜଣ କର୍ମଚାରୀଙ୍କ ସହ ଗିରଫ ହୋଇଥିଲେ। ଏହି ପ୍ରସଙ୍ଗରେ କୁହାଯାଏ ଯେ ଇଞ୍ଚୁଡ଼ି ହେଉଛି ଦ୍ୱିତୀୟ ଦାଣ୍ଡି। ତାପରେ ନମ୍ବରଟି କହିଛି ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶାର ଶ୍ରୀଜଙ୍ଗ ଗ୍ରାମରେ ସଂଗଠିତ କର ବିରୋଧୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କର। ଆନ୍ସାର ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ଚୌକିଦାରୀ କରର ବିରୋଧ। ଇଞ୍ଚୁଡ଼ି ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ୱରେ 1931 ମସିହା ମେ ମାସରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଚୌକିଦାର ତଥା ଦଫାଦାରମାନଙ୍କୁ ଇଂରେଜ ସରକାରଙ୍କ ଗୋଲାମୀ ନ କରିବା ପାଇଁ କୁହାଗଲା। ଏଥିରେ ଉଦ୍ବୋଧ ହୋଇ କେତେକ ଚୌକିଦାର ଚାକିରିରୁ ଇସ୍ତଫା ଦେଲେ। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ କେତେକ ନେତାଙ୍କୁ ଗିରଫ କଲା ପରେ ଗ୍ରାମବାସୀମାନେ ପୋଲିସ ବାହିନୀକୁ ମାରଧର କରିବାରୁ 54 ଜଣ ବ୍ୟକ୍ତିଙ୍କୁ ଗିରଫ କରାଗଲା। ସେଠାରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପତ୍ତି ଲୁଟ୍ ସହିତ ଗ୍ରାମବାସୀଙ୍କ ଉପରେ 6,000 ଟଙ୍କାର ଶାସ୍ତିମୂଳକ କରଭାର ଲଦି ଦିଆଯାଇଥିଲା। ତାପରେ 2 ନମ୍ବରଟି କହିଛି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ 20 ଗୋଟି ଶବ୍ଦରେ ଲେଖ। କ ନମ୍ବରଟି କହିଛି ଜାତୀୟ କଂଗ୍ରେସ କାହିଁକି ସାଇମନ କମିଶନକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଆନ୍ସାର ସାଇମନ କମିଶନରେ 7 ଜଣ ସଦସ୍ୟ ଥିଲେ ମାତ୍ର ସେଥିରେ ଜଣେ ହେଲେ ଭାରତୀୟ ନଥିଲେ। ଏହା ସମସ୍ତ ଭାରତୀୟଙ୍କୁ ଅପମାନଜନକ ବୋଧ ହେଲା। ତେଣୁ ଜାତୀୟ କଂଗ୍ରେସ ଏହି କମିଶନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲା। ତାପରେ ଖ ନମ୍ବରଟି କହିଛି ଭାରତୀୟ ଜାତୀୟ କଂଗ୍ରେସର 1929 ମସିହାର ଲାହୋର ଅଧିବେଶନ
କାହିଁକି ଗୁରୁତ୍ୱପୂର୍ଣ୍ଣ? ଆନ୍ସାର 1929 ମସିହା ଲାହୋର କଂଗ୍ରେସ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ଗୃହୀତ ହୋଇଥିଲା, ଯଥା ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଏବଂ 1930 ମସିହା ଜାନୁଆରୀ 26 ତାରିଖକୁ ଭାରତର ପ୍ରଥମ ସ୍ୱାଧୀନତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ଇତ୍ୟାଦି। ଏହି ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ତାପରେ ଗ ନମ୍ବରଟି କହିଛି ଗାନ୍ଧିଜୀ କାହିଁକି ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଲେ? ଆନ୍ସାର ଗାନ୍ଧିଜୀ 11 ଦଫା ସମ୍ବଳିତ ଏକ ଶାସନ ସଂସ୍କାର ଚିଠା ପ୍ରସ୍ତୁତ କରି ଇଂରେଜ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲେ ଓ ଏହାକୁ ଗ୍ରହଣ ନ କଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଜଣାଇ ଦେଇଥିଲେ। ମାତ୍ର ବଡ଼ଲାଟ ଲର୍ଡ ଉରୱିନ ଗାନ୍ଧିଜୀଙ୍କ ପ୍ରସ୍ତାବକୁ ଗ୍ରହଣ ନ କରିବାରୁ 1930 ମସିହାରେ ଗାନ୍ଧୀ ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଇଥିଲେ। ତାପରେ ଘ ନମ୍ବରଟି କହିଛି ବ୍ରିଟିଶ ସରକାର କେବେ ଓ କାହିଁକି ପ୍ରଥମ ଗୋଲଟେବୁଲ ବୈଠକ ଡକାଇଥିଲେ? ଆନ୍ସାର ବ୍ରିଟିଶ ସରକାର ଅନୁଭବ କଲେ ଯେ ଶକ୍ତି ପ୍ରୟୋଗ ଦ୍ୱାରା ଭାରତରେ ଆନ୍ଦୋଳନକୁ ଦମନ କରିବା ଅସମ୍ଭବ, ତେଣୁ ଭାରତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ବ୍ରିଟିଶ ସରକାର 1930 ମସିହାରେ ପ୍ରଥମ ଗୋଲଟେବୁଲ ବୈଠକ ଡକାଇଥିଲେ। ତାପରେ ଓ ନମ୍ବରଟି କହିଛି ଦ୍ୱିତୀୟ ଗୋଲଟେବୁଲ ବୈଠକରେ ମହାତ୍ମା ଗାନ୍ଧୀ କାହିଁକି ଅସନ୍ତୋଷ ପ୍ରକାଶ କଲେ? ଆନ୍ସାର ଏଥିରେ ଭାରତୀୟମାନଙ୍କର ଦାବିକୁ ଉପେକ୍ଷା କରାଯାଇ ହିନ୍ଦୁ ମୁସଲମାନ ଓ ହରିଜନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀର ବ୍ୟବସ୍ଥା ରଖାଗଲା, ତେଣୁ ଏଥିରେ ଗାନ୍ଧିଜୀ ଅସନ୍ତୋଷ ପ୍ରକାଶ କରିଥିଲେ। ତାପରେ ଚ ନମ୍ବରଟି କହିଛି ଗାନ୍ଧିଜୀ କାହିଁକି ସ୍ଥଗିତ ଥିବା ଆଇନ ଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ କଲେ? ଆନ୍ସାର 1931 ମସିହା ଏପ୍ରିଲ ମାସରେ ଲର୍ଡ ୱିଲିଂଡନ୍ ଭାରତର ଭାଇସରାୟ ହେବା ପରେ ଗାନ୍ଧୀ ୱିରିନ୍ ଚୁକ୍ତିର କେତେକ ବ୍ୟବସ୍ଥାକୁ ଉପେକ୍ଷା କଲେ ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନ ପ୍ରତି କଠୋର ନୀତି ଅବଲମ୍ବନ କଲେ। ଏହି ଦମନମୂଳକ ଅଧ୍ୟାଦେଶ ପ୍ରତ୍ୟାହାର କରିବା ଏବଂ ପୂର୍ଣ୍ଣ ସ୍ୱରାଜ ହାସଲ ଦିଗରେ ଆନ୍ଦୋଳନ କରିବା ପାଇଁ ଗାନ୍ଧିଜୀଙ୍କର ଅନୁରୋଧକୁ ୱିଲିଂଡନ୍ ପ୍ରତ୍ୟାଖ୍ୟାନ କରିବାରୁ ଗାନ୍ଧୀ ସ୍ଥଗିତ ଥିବା ଆଇନ ଅମାନ୍ୟ ଆନ୍ଦୋଳନକୁ ପୁନରାରମ୍ଭ କରିଥିଲେ। ତାପରେ 6 ନମ୍ବରଟି କହିଛି 1933 ମସିହା ମେ ମାସରେ ଗାନ୍ଧିଜୀ କାହିଁକି 21 ଦିନିଆ ଅନଶନ ଘୋଷଣା କଲେ? ଆନ୍ସାର 1933 ମସିହା ମେ ମାସରେ ହରିଜନ ସମସ୍ୟା ଉପରେ ଗୁରୁତ୍ୱ ଦେବା ପାଇଁ ଓ ସହଯୋଗୀମାନଙ୍କର ମନର ଶୁଦ୍ଧିକରଣ ପାଇଁ ଗାନ୍ଧିଜୀ 21 ଦିନିଆ ଅନଶନ ଘୋଷଣା କରିଥିଲେ। ତାପରେ ଜ ନମ୍ବରଟି କହିଛି ଦ୍ୱିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ କେବେ ସ୍ଥଗିତ ରଖାଗଲା ଏବଂ କେବେ ପ୍ରତ୍ୟାହୃତ ହେଲା? ଆନ୍ସାର ଦ୍ୱିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ 1933 ମସିହା ମେ ମାସରେ ସ୍ଥଗିତ ରଖାଗଲା। ଏହି ଆନ୍ଦୋଳନକୁ 1934 ମସିହା ଏପ୍ରିଲ ମାସରେ ଔପଚାରିକ ଭାବେ ପ୍ରତ୍ୟାହାର କରାଗଲା। ତାପରେ ଝ ନମ୍ବରଟି କହିଛି କୁଜଙ୍ଗଠାରେ ସତ୍ୟାଗ୍ରହରେ କେଉଁମାନେ ନେତୃତ୍ୱ ନେଇଥିଲେ? ଆନ୍ସାର କୁଜଙ୍ଗଠାରେ ସତ୍ୟାଗ୍ରହରେ ନାରାୟଣ ବୀରବର ସାମନ୍ତ, ରମାଦେବୀ ଓ ମାଳତୀ ଦେବୀ ନେତୃତ୍ୱ ନେଇଥିଲେ। ଏମାନଙ୍କ ବ୍ୟତୀତ ରାଣୀ ଭାଗ୍ୟବତୀ ପାଟମହାଦେଇ ମଧ୍ୟ ଏହି ଆନ୍ଦୋଳନର ଯୋଗଦାନ କରିଥିଲେ। ତାପରେ ନିୟ ନମ୍ବରଟି କହିଛି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବାନର ସେନାର ଭୂମିକା କ'ଣ ଥିଲା? ଆନ୍ସାର ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ 16 ବର୍ଷରୁ କମ୍ ବୟସ୍କ ପିଲାମାନେ ସତ୍ୟାଗ୍ରହୀ ରୂପେ କାର୍ଯ୍ୟ କରିଥିଲେ। ସେମାନଙ୍କୁ ବାନର ସେନା କୁହାଯାଉଥିଲା। ଏହି ବାନର ସେନାର ପିଲାମାନେ ଲୁଗା ଦୋକାନ, ମଦ ଦୋକାନ ଆଗରେ ଧାରଣା ଦେବା ଓ ପ୍ରଚାରପତ୍ର ବାଣ୍ଟିବା କାର୍ଯ୍ୟରେ ସାହାଯ୍ୟ କରୁଥିଲେ ଓ ପୋଲିସର ବେତମାଡ଼ ମଧ୍ୟ ଖାଉଥିଲେ। ତାପରେ 3 ନମ୍ବରଟି କହିଛି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ। କ ନମ୍ବରଟି କହିଛି ସାଇମନ କମିଶନ କାହିଁକି ଭାରତ ଆସିଥିଲେ? ଆନ୍ସାର 1919 ଭାରତ ଶାସନ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ପାଇଁ ସାଇମନ କମିଶନ ଭାରତକୁ ଆସିଥିଲେ। ତାପରେ ଖ ନମ୍ବରଟି କହିଛି ସାଇମନ କମିଶନ କେଉଁ ଦିନ ଭାରତରେ ପହଞ୍ଚିଲେ? ଆନ୍ସାର 1928 ମସିହା ଫେବୃଆରୀ 3 ତାରିଖ ଦିନ ସାଇମନ କମିଶନ ଭାରତରେ ପହଞ୍ଚିଲେ। ତାପରେ ଗ ନମ୍ବରଟି କହିଛି 1929 ମସିହାର କେଉଁ ତାରିଖରେ ଲାହୋରଠାରେ ସ୍ୱାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା? ଆନ୍ସାର 1929 ମସିହା ଡିସେମ୍ବର 31 ତାରିଖରେ ଲାହୋରଠାରେ ସ୍ୱାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା। ତାପରେ ଘ ନମ୍ବରଟି କହିଛି କେଉଁଠାରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ? ଆନ୍ସାର ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ। ତାପରେ ଓ ନମ୍ବରଟି କହିଛି ଖୋଦାଇ ଖୁବମତଗାରର ପ୍ରତିଷ୍ଠାତା କିଏ? ଆନ୍ସାର ଖୋଦାଇ ଖୁବମତଗାରର ପ୍ରତିଷ୍ଠାତା ଥିଲେ ଖାନ ଅବଦୁଲ ଗଫର ଖାନ। ତାପରେ ଚ ନମ୍ବରଟି କହିଛି ଦ୍ୱିତୀୟ ଗୋଲଟେବୁଲ ବୈଠକ କେବେଠାରୁ କେବେ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା? ଆନ୍ସାର ଦ୍ୱିତୀୟ ଗୋଲଟେବୁଲ ବୈଠକ 1931 ମସିହା ସେପ୍ଟେମ୍ବର 7 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ହୋଇଥିଲା। ତାପରେ 6 ନମ୍ବରଟି କହିଛି କୁଜଙ୍ଗଠାରେ କେବେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା? ଆନ୍ସାର କୁଜଙ୍ଗଠାରେ 1930 ମସିହା ମେ 8 ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତାପରେ ଜ ନମ୍ବରଟି କହିଛି କିଏ ପୁରୀ ଜିଲ୍ଲାରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ? ଆନ୍ସାର ପୁରୀ ଜିଲ୍ଲାରେ
ପଣ୍ଡିତ ନୀଳକଣ୍ଠ ଦାସ ଓ ଜଗନ୍ନାଥ ରଥ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ। ତାପରେ 6 ନମ୍ବରଟି କହିଛି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି କେଉଁ 2 ଜଣ ନାରୀ ନେତ୍ରୀ ବେତ୍ରାଘାତର ଶିକାର ହୋଇଥିଲେ? ଆନ୍ସାର ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି ନାରୀ ନେତ୍ରୀ ରମାଦେବୀ ଓ ସାରଳା ଦେବୀ ବେତ୍ରାଘାତର ଶିକାର ହୋଇଥିଲେ। ତାପରେ 9 ନମ୍ବରଟି କହିଛି ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଓଡ଼ିଶାର କେଉଁ ସମ୍ବାଦପତ୍ରଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା? ଆନ୍ସାର ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ସମ୍ବାଦପତ୍ର ସମାଜ, ପ୍ରଜାତନ୍ତ୍ର ଓ ଆଶା ଉପରେ କଟକଣା ଜାରି କରାଯାଇଥିଲା। ତାପରେ 4 ନମ୍ବରଟି କହିଛି ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା 4ଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତାର କ୍ରମିକ ନମ୍ବର ସହିତ ଲେଖ। କ ନମ୍ବରଟି କହିଛି ସାଇମନ କମିଶନ ଭାରତର କେଉଁ ସହରରେ ପହଞ୍ଚିଲା? ଉତ୍ତର ମୁମ୍ବାଇ। ତାପରେ ଖ ନମ୍ବରଟି କହିଛି ଲକ୍ଷ୍ନୌଠାରେ ସାଇମନ କମିଶନ ବିରୋଧୀ ଶୋଭାଯାତ୍ରାକାରୀମାନଙ୍କ ମଧ୍ୟରୁ କିଏ ପୋଲିସ ଲାଠିମାଡ଼ର ଶିକାର ହୋଇଥିଲେ? ଆନ୍ସାର ଗୋବିନ୍ଦ ବଲ୍ଲଭ ପନ୍ଥ। ତାପରେ ଗ ନମ୍ବରଟି କହିଛି ଦ୍ୱିତୀୟ ଗୋଲଟେବୁଲ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ? ଆନ୍ସାର ରାମ ମାକ୍ଡୋନାଲ୍ଡ। ତାପରେ ଘ ନମ୍ବରଟି କହିଛି ଦଳିତ ଶ୍ରେଣୀ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ଘୋଷଣା ପ୍ରତ୍ୟାହାର ଦାବିରେ ଗାନ୍ଧିଜୀ କେବେଠାରୁ ଅନଶନ ଆରମ୍ଭ କରିଥିଲେ? ଆନ୍ସାର 1932 ସେପ୍ଟେମ୍ବର 20 ତାରିଖରୁ। ତାପରେ 1 ନମ୍ବରଟି କହିଛି କେଉଁଠାରେ ଆନୁଷ୍ଠାନିକ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ସଭାରେ ଗୋପବନ୍ଧୁ ଚୌଧୁରୀଙ୍କୁ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ଦିଆଯାଇଥିଲା? ଆନ୍ସାର ବାଲେଶ୍ୱର। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।